ଏ ସମ୍ବାଦ ମୋ ପାଇଁ କି ଅତ୍ୟନ୍ତ ଦୁଃଖଦାୟକ ଘଟଣା। କାରଣ ଆମ ସମୟର ଜଣେ ରାଜନେତା ସେ ଯେଉଁ ଦଳର ହୁଅନ୍ତୁ ନା କାହିଁ ସେ MLA ଥିଲେ ମୋ ଥିଲାବେଳେ ମୋ ସାଙ୍ଗରେ ମନ୍ତ୍ରୀ ବି ଥିଲେ ଏକା ସାଙ୍ଗରେ ଆମେ ମିନିଷ୍ଟର ଥିଲୁ ଭାରି କର୍ମତତ୍ପର ଥିଲେ ଚମତ୍କାର ମାନେ ଟିକେ ବସି ନଥିବ ଫାଇଲ ଯଦି ଅଟକି ଯାଇଛି ମୋର ମନେ ଅଛି ଫାଇଲ ନିଜେ ନିଜେ ଧରିକିରି ସେ ଚାଲି ଆସେ ଅଫିସ କି ନେବା ପାଇଁ କି ଅର୍ଡ଼ର ଭାଇ ଡେରି ହେଇଯାଉଛି ରହିଯାଇଥିଲା ଫାଇଲଟା ମୁଁ ନେଇ ଆସିଲି ହାତେ ହାତେ ଇଏ ହେଉଛି ତାର ଏବଂ ସବୁ କାମରେ ସେ ଯେତେବେଳେ ଆମର ହେଲା ଏଇ ଯେଉଁ କର୍ପୋରେସନ୍ ଭୁବନେଶ୍ୱର କଟକ ମ୍ୟୁନିସିପାଲ କର୍ପୋରେସନ୍ ହେଲା ସେ ଆଇନ ସିଏ ନେଇଥିଲା ମୁଁ ସେତେବେଳେ ପାର୍ଲାମେଣ୍ଟାରୀ ଆଫେୟାର୍ସ ମିନିଷ୍ଟର ମୋତେ କହିଲା ମୁଁ ଆକୁ ପାଇଲଟିଂ କରିବି ଆଉ ଏଠୁ ବହୁତ ବଡ଼ ବିଲ୍ଟା ଆପଣ ଟିକେ ମୋତେ ସହଯୋଗ ଦେବେ ମୁଁ କହିଲି ମୁଁ ତ ହେଇଛି ସେଇଥିପାଇଁ କି ମୁଁ ବସିକି ରହିବି ପୁରାପୁରି ତ ଶେଷ ହେବା ପର୍ଯ୍ୟନ୍ତ ବହୁତ ସମୟ ଧରି ଲାଗିଥିଲା ମୋର ଯାହା ଧାରଣା ଓଡ଼ିଶାରେ ଧୈର୍ଯ୍ୟର ସହିତ ବିଲ୍ ପାସ୍ କରିବାରେ ମଧ୍ୟ ସେ ଅନନ୍ୟ ଥିଲେ ସମୀର କଟକର ଭାଇଚାରା ରକ୍ଷା କରିବା କଟକରେ ଲୋକଙ୍କ ସାଙ୍ଗେ ସମ୍ପର୍କ ରକ୍ଷା କରିବା ଏ ସବୁ ଭିତରେ ମୁଁ ତାକୁ ଲକ୍ଷ୍ୟ କରିଛି ସେ ବହୁତ ପରିମାଣରେ ସେ ଗୋଟେ କଟକିଆ ଥିଲା ମାନେ ସମୟରେ ଆମର ଗୋଟେ କଟକିଆ ଥିଲା ମାନେ ପୂର୍ଣ୍ଣ କଟକିଆ ଥିଲା ଭାଇଚାରା ରକ୍ଷା କରିବା ସମସ୍ତ ସମ୍ପର୍କ ରଖିବା ତା'ର ମୂଳରୁ ଏକଥା ମୁଁ ଲକ୍ଷ୍ୟ କରିଛି ଆଉ ଆଜି ସେ ନାହିଁ ଭଗବାନ ତାର ଆତ୍ମାର ସଦ୍ଗତି ହଉ ଏବଂ ତା ପରିବାରର ସମସ୍ତଙ୍କୁ ଭଗବାନ ଶକ୍ତି ଦିଅନ୍ତୁ ଏ ଅସମୟରେ ତାର ଅନୁପସ୍ଥିତିରେ ସମସ୍ତେ ଧୈର୍ଯ୍ୟ ଧରିକିରି ଶକ୍ତିବାନ ହୁଅନ୍ତୁ ଏବଂ ଆଗାମୀ ଦିନକୁ ନିଜକୁ ନିଜେ ପ୍ରସ୍ତୁତ କରନ୍ତୁ ଏହା ହିଁ ଠାକୁରଙ୍କ ପାଖରେ ପ୍ରାର୍ଥନା ନାଇଁ ସେ ମଧ୍ୟ ଦଳ ପାଇଁ ଯେ କିଛି କରୁନଥିଲେ ତା ନୁହେଁ ଆଜି ଯେଉଁ ଏଠି ଯେଉଁ ହେଇଛି ଆମର ଯେଉଁ ଠାକୁର ଅନୁକୂଳ ଚନ୍ଦ୍ର ପାଖରେ ଯେଉଁ ପାର୍କ ହେଇଛି ସେ ପାର୍କ ହେଉଛି ସମୀର ଦେଙ୍କ ପ୍ରତିଷ୍ଠା ସମୀର ଦେ ଏଠି ମଧ୍ୟ କଟକରେ ସେ ଯେଉଁ ଆମର ବଜ୍ରକବାଟି କେନାଲ ଉପରେ ଯେଉଁ ହେଇଛି ଆମର ବର୍ତ୍ତମାନ ପଡ଼ିଛି ରାସ୍ତା ତିଆରି ହେଇଛି ତାର ଆରମ୍ଭ କରିବା ପାଇଁକି ସବୁ ପ୍ରକାର ଚେଷ୍ଟା ସିଏ କରିଥିଲେ ସବୁବେଳେ ଚିଫ୍ ମିନିଷ୍ଟର ପାଖରେ ବସିକି ରହୁଥିଲେ ଇଲେକ୍ସନ୍ ଆସିଲାଣି ବଜେଟ୍ରେ ମୁଁ କହୁଛି ବଜେଟ୍ରେ ଆମେ ଏତେ ପର୍ଯ୍ୟାପ୍ତ ଟଙ୍କା ଦେଇପାରିବୁ ନାହିଁ କିନ୍ତୁ ଚିଫ୍ ମିନିଷ୍ଟର ପାଇଁ ଜିଦ୍ ଧରି ବସିଲା ଚିଫ୍ ମିନିଷ୍ଟରକୁ ନେଇକରି ସେ ଶୁଭ ଦିଆଇଲା ମାନେ ତାର କଟକରେ କାମ କରିବା କଟକ ପାଇଁ କାମ କରିବା ଏବଂ ବହୁତ ବଡ଼ ବଡ଼ ପ୍ରୋଜେକ୍ଟର ସ୍ୱପ୍ନ ଦେଖିବା ତା ଭିତରେ ଥିଲା ତାପରେ ଗୋଟିଏ ଇଏ ମଧ୍ୟ ରାଜନେତା ମିଳିବା ଭାରି କଷ୍ଟକର ମାନେ ରାଜନୀତି କ'ଣ ଅଛି ମୁଁ ତ ଜାଣିନାହିଁ ମୁଁ ଏଇ ଯେଉଁ 20-22 ବର୍ଷ ଧରିକିରି ଯାହା ସବୁ ଘଟିଗଲାଣି କିନ୍ତୁ ଗୋଟେ ସମୟରେ ଆମ ଭିତରେ ଗୋଟେ ଭାଇଚାରା ଥିଲା ମନ୍ତ୍ରୀମାନଙ୍କ ଭିତରେ ଦଳର ବ୍ୟକ୍ତିମାନଙ୍କ ଭିତରେ ମାନେ ମେମ୍ବରମାନଙ୍କ ଭିତରେ ସେ ଭିନ୍ନ ଭିନ୍ନ ଦଳର ହେଲେ ମଧ୍ୟ ଆମ ଭିତରେ ଗୋଟେ ଭାଇଚାରା ଥିଲା ସମ୍ପର୍କ ଭଲ ଥିଲା ଗୋଟେ ଦିନର ଘଟଣା ମୁଁ କହୁଛି ମୋତେ କହିଲା ଭାଇ ଆପଣଙ୍କର ଜମି ନାହିଁ ଭୁବନେଶ୍ୱରରେ ଗୋଟେ ଜମି କିଣନ୍ତୁ ତାର ଯିଏ ପ୍ରାଇଭେଟ୍ ସେକ୍ରେଟାରୀ ତାରଣିଆ ଥାନ୍ତି ସେ ତାରଣିଆଙ୍କ ବୋଧେ ତାକୁ କହିଛନ୍ତି କାରଣ ତାରଣିଆ ଆଗରୁ ଚୌଦ୍ୱାରରେ ଇଏ ଥିଲେ ଏକ୍ଜିକ୍ୟୁଟିଭ୍ ଅଫିସର ଥିଲେ ସେତେବେଳ ଠାରୁ ତାଙ୍କ ସହିତ ମୋର ଟିକେ ପରିଚୟ ସେ ଜାଗାରେ ଥିଲା ଏଠୁ କହିଲା ଆପଣ ତ ସେଠି ଚୌଦ୍ୱାରରେ ଅଲଗା ଘରେ ରହୁଥିଲେ ଅନ୍ୟ ରଞ୍ଜିତଙ୍କ ଘରେ ଆଉ ଗୋଟେ ଜାଗା ନିଅନ୍ତୁ ମ କଟକରେ ନିଅନ୍ତୁ ନହେଲେ ଗୋଟେ ଭୁବନେଶ୍ୱର ନିଅନ୍ତୁ ସେ ଆବଣ୍ଟନ ଦାୟିତ୍ୱରେ ଅର୍ବାନ୍ ଏରିଆରେ ଥିଲା ମୁଁ କହିଲି ଖଣ୍ଡେ ଜାଗା 80 ମସିହାରୁ ମୁଁ ଅଛି ମୁଁ ତାକୁ କିଛି କରିପାରୁନାହିଁ ମାନେ ମୋର ସେମିତି ପଡ଼ିକି ରହିଛି ମୁଁ କାହିଁକି ଆଉ ଗୋଟେ ଜାଗା ନେବାକୁ ଯିବି ମୋର କ'ଣ ହେବ ସେ ଜାଗାକୁ ତ ଦେଇଛି ଜଣକୁ ଏଠି ଘର କରିବି ନାହିଁ ବୋଲିକିରି ଆଉ କଟକ ଭୁବନେଶ୍ୱରରେ ଘର କରିବି ନାହିଁ ବୋଲି ତାକୁ ଦେଇଛି ଭୁବନେଶ୍ୱରରେ ଏବେ ଦେଇଛି ନାଇଁ ମୁଁ ନିଅନ୍ତୁ ମୁଁ ଗୋଟାଏ ନହେଲେ ଘର ଗୋଟାଏ ନାଇଁ ମୁଁ ନେବି ନାହିଁ ବହୁ ପଛରେ ଲାଗିଥିଲା ମୋର ସେ ଅନୁଭୂତି ଅଛି ମନା କଲେ କହିଲା ନହେଲେ ଆପଣ ନଦେଲେ ନାହିଁ ପରେ ଭାଉଜଙ୍କ ନାଁରେ ନିଅନ୍ତୁ ନାଇଁ ଏକା କଥା ନୁହେଁ ଘରେ ନେବି
ମୁଁ ନେବି ନାହିଁ, କାହିଁକି ଦେବି? ଅନ୍ୟମାନଙ୍କୁ ଦେଇଛି ଓଡ଼ିଶା ରାଜନୀତିରେ ତାରିପରି ଜଣେ ଉଦୀୟମାନ ମଣିଷ ବ୍ୟକ୍ତିତ୍ୱ ଯିଏ ଲୋକଙ୍କ ପାଇଁ ଭାବୁଥିବ, ନିଜ ନିର୍ବାଚନ ମଣ୍ଡଳୀ ପାଇଁ ଭାବୁଥିବ ଏବଂ ବନ୍ଧୁମାନଙ୍କ ପାଇଁ ଦଳ ପାଇଁ ଭାବୁଥିବ, ସେପରି ଏକାଧାରରେ ସବୁ କଥା ଭାବୁଥିବା, ନିଜ ସମ୍ପର୍କରେ ଯେତେ ନ ଭାବେ ଅନ୍ୟମାନଙ୍କ ସମ୍ପର୍କରେ ଭାବୁଥିବା ଲୋକ ମୁଁ ତ ଭାବୁଛି ରାଜନୀତିରେ ବର୍ତ୍ତମାନ ଆଉ ନାହାନ୍ତି ବା ଆସିବା ଦୂର ବ୍ୟାପାର ହେଇପଡ଼ିବ। ଏହି ଅବସ୍ଥାରେ ମୁଁ ତାକୁ ସ୍ମରଣ କରୁଛି।